ସକାଳ 6 ରୁ ଫେରେ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ 12 ଘଣ୍ଟା ଡ୍ୟୁଟି କଲା ପରେ ବି ଆମ ମଜୁରୀ ହିସାବ କଲେ ତ ଆମେ ଚାଷ କରିପାରିବୁ ନା, ଚାଷ ଛାଡ଼ିଦେମୁ। ମଜୁରୀ ଆମେ ହିସାବ କରୁନୁ, ଆମେ ବାହାର ମଜୁରୀ ଯେଉଁ 350 400 ଟଙ୍କା ଦେଇ କରିଛୁ ସିଏ ମଜୁରୀ ଆମ ମଜୁରୀ ଗୋଟା ହିସାବ କଲେ ତ କୋବି ଗୋଟା ଯଦି 40 ଟଙ୍କା ବିକ୍ରି ହେବି ତଥାପି ଲସ୍ ତଥାପି ଲସ୍ ରହେ। ହ୍ୟାଲୋ ଦୋସ୍ତ, ମୁଁ ମୃତ୍ୟୁଞ୍ଜୟ। ଆଜି ପହଞ୍ଚିଲୁ ଆମ ଗାଁ ପାଖରେ ଗୋଟେ ଗାଁ ଅଛି ହଦୁଆ। ସେଠି ସବୁ ଲୋକମାନେ ଏଠି ପାଳ କରନ୍ତି, ଘରେ ଘରେ ଏଠି ପାଳ ପାଇଁ ଏ ଗାଁଟି ବହୁତ ଫେମସ୍ ଅଟେ। ତେଣୁ ଚାଲନ୍ତୁ ବୁଲି ଦେଖିବା କ'ଣ କେମିତି ହେଇଛି ସେ ହଦୁଆ ପାଳ। এটা ପଛ ଦିଟା ଟମାଟୋ ମଧ୍ୟ କଷି ଧରିଲାଣି ଛୋଟ ଛୋଟ। ବନ୍ଧାକୋବି ତ ତୋଳା ହେଇନି, କିଆରେ ବନ୍ଧାକୋବି ବାନ୍ଧିନି, ଏବେ ଆରମ୍ଭ ହଉଛି ବାନ୍ଧିବା ନା। ବଢିଆ ସୁନ୍ଦର ଦେଖାଯାଉଛି ବନ୍ଧାକୋବି। ଚାଲିକି ଟିକେ ଯାଉଛି ବିଲ ଭିତରେ, ତେଣୁ ସେଠି ଭାଇବ୍ରେସନଟା ତ ହଉଛି। ହଁ ଚାଲିବା ବଢ଼ିଆ ସୁନ୍ଦର ଭାବରେ ଧାଡ଼ି ହେଇକି ବନ୍ଧାକୋବି ଲଗା ହେଇଛି, ତାହାକୁ ଫୁଲକୋବି। ହଁ ଆଉ ଗୁଡ଼ା ଛେପ ମଧ୍ୟ ଲାଗିଛି ନାଇଁ, ତା କ'ଣ ଓଲକୋବି ନା କ'ଣ ବୋଲ ଫୁଲ ବୋଲ ବୋଲ ଆମେ ଏବେ ହଦୁଆ ପାଳରେ ପହଞ୍ଚି ଯାଇଛୁ। ସେ ହଦୁଆ ପାଳରେ ଆଗ ଭଳି ଯେଉଁଭଳି ଚାଷୀମାନେ ଚାଷ କରନ୍ତି ପରିବା ଚାଷ, ଏଥର ଚାଷ ହେଲେ ମଧ୍ୟ ସେମିତି କାହିଁକି ଟିକେ ଦେଖାଯାଉନି, ଭଲ ଏଥର ଦେଖାଯାଉନି। ତେଣୁ ଟିକେ ସେଇ ଚାଷୀ ଭାଇଙ୍କ ସହିତ କଥା ହେବା, ଆଉ କିଛି ସମୟ କାଟିବା ଏଇ ପାଳରେ। ଭାଇଙ୍କର କୋବି ଅର୍ଡ଼ର ଅଛି, ତେଣୁ ଭାଇ କୋବି କାଟିବାରେ ବ୍ୟସ୍ତ। ତେଣୁ ସେ ଟିକେ ଫୁର୍ସତ ହେଲେ ଆମେ ଟିକେ କଥା ହେବା ଭାଇଙ୍କ ସହିତ, ଦେଖିବା କ'ଣ କେମିତି ତାଙ୍କର କୋବି ଚାଷ ହେଇଛି, କ'ଣ କେତେ ଲାଭ କରୁଛନ୍ତି, କ'ଣ ତାଙ୍କର ଏଥର ଚାଷର ଲାଭ ଲସ୍ ସବୁ କିଛି ଆମେ ବୁଝିବା ସେଇ ଚାଷୀ ଭାଇଙ୍କ ଠାରୁ। ଏଇ ଭାଇଙ୍କର ଟିକେ ରେଷ୍ଟ ସମୟ ଦେଖିଲୁ, ତେଣୁ ଚାଲନ୍ତୁ ତାଙ୍କ ସହିତ କଥା ହେବା, କ'ଣ ସେ କେତେ ଚାଷ କରିଛନ୍ତି, କ'ଣ କୋଉ ଭଳି ଅମଳ କରିଛନ୍ତି, କ'ଣ ଭେରାଇଟି ଲଗେଇଛନ୍ତି। ଭାଇ ଏଠି କ'ଣ କ'ଣ ଚାଷ କରିଛନ୍ତି? ଚାଷ କରିଛୁ ବନ୍ଧାକୋବି, ଫୁଲକୋବି, ବାଇଗଣ, ଟମାଟର, କାକୁଡ଼ି, କଖାରୁ, ସୋରିଷ, ଏଭଳି ଅମଳ କ'ଣ କ'ଣ କରିସାରିଲେଣି? ଅମଳ ଏଥର ହଉଛି ସାରର ରେଟ୍ ଯାହା, ଆଉ ମୂଲିଆ ମଜୁରୀ ଏଥର ଯେଉଁ ଔଷଧ ଯେଉଁ ଜିନିଷ ଆମେ ଇଏ କରୁଛୁ, ଏଥର କିନ୍ତୁ ଚାଷରେ ଲସ୍ ଆମର। ଆମେ କିନ୍ତୁ ଗୁଣ୍ଠରେ ଆମେ 3000 3500 ଟଙ୍କା ଖର୍ଚ୍ଚ କରିଦେଇଛୁ ଗୁଣ୍ଠରେ, ମାନେ ସାର ଟୋଟାଲ ସାର ଔଷଧ 3500 ଉର୍ଦ୍ଧ୍ୱ ଖର୍ଚ୍ଚ କରିଦେଇଛୁ। କିନ୍ତୁ ଅମଳ ଗୁଣ୍ଠରେ ବର୍ତ୍ତମାନ 500 ଟଙ୍କା ଡାଉନରେ ଆମେ ଅଛୁ। କାରଣ କୋବି ଯଦି ରେଟ୍, ଏଇ ଯେଉଁ କୋବି ଆମେ କାଟୁଛୁ ବର୍ତ୍ତମାନ 2 କିଲୋ 2.5 କିଲୋ, ସେଟା ନିହାତି ଯଦି 20 ଟଙ୍କା ଭିତରେ ରେଟ୍ ହେଇଥାନ୍ତା, ତାହେଲେ ଆମେ ହିସାବ ଭିତରେ ରହିଥାନ୍ତୁ। କିନ୍ତୁ ସେ ଜିନିଷ ମାର୍କେଟରେ ଆମେ ଗଲାବେଳକୁ 16 ଟଙ୍କା 15 ଟଙ୍କା ଦେଲା ବେଳକୁ ଆମ ମୂଳ ଜମା ବି ଆସୁନାହିଁ। ତେଣୁ ଏଥର ଚାଷୀ ପାଇଁ ଆମକୁ ବହୁତ ଅସୁବିଧା ଆମେ ବର୍ତ୍ତମାନ। ତେଣୁ ଶୁଣୁଛନ୍ତି, ଇଏ ହେଉଛି ଭାଇଙ୍କର ଅସୁବିଧା, ସେଇ କରୁଣ କାହାଣୀ। ତେଣୁ ସେ ଗୁଣ୍ଠରେ 3000 3500 ଖର୍ଚ୍ଚ କରିଛନ୍ତି, ଫିର୍ ବି 500 ଲସ୍ରେ ଅଛନ୍ତି। 500 ଅଧିକା ଯଦି ସେ ରହିଥାନ୍ତେ ସେ ବହୁତ ଖୁସି ଥାନ୍ତେ। କିନ୍ତୁ ଚାଷୀ ଭାଇ ଏଥର ହତାଶ, ତାଙ୍କର ମନରେ ଶାନ୍ତି ନାହିଁ, ସେ ଚାଷ କରିକି ତାଙ୍କର ଠିକ୍ ପ୍ରାପ୍ୟ ପାଇପାରୁନାହାନ୍ତି। କୋବି ସହିତ ଆଉ କିଛି ଅମଳ କଲେଣି? ଆଉ ବାଇଗଣ ଯାହା ଅଛି, ବାଇଗଣ ବର୍ତ୍ତମାନ ମାର୍କେଟ ଗଲାବେଳକୁ 12 ଟଙ୍କା କେଜି ବିକ୍ରି ହେଉଛି। ତେଣୁ 10 ଟଙ୍କା 12 ଟଙ୍କା ଯେଉଁ ବିକ୍ରି ହେଲା ବେଳକୁ ତଥାପି ସେଥିରେ ଆମେ ଲସ୍। ତାର ସବୁ ଯେଉଁ ବାଇଗଣର ମେଡ଼ିସିନ ଗୁଡ଼ା ଆମକୁ ଟିକେ ବହୁତ କଷ୍ଟଲି ହେଇଯାଉଛି। ତେଣୁ ସେ ମେଡ଼ିସିନ ଜିନିଷ ହେଲା ବେଳକୁ କିନ୍ତୁ ବାଇଗଣ 12 ଟଙ୍କା 10 ଟଙ୍କାରେ ବିକ୍ରି କଲେ ବି ତଥାପି ଆମେ ଲସ୍ ବର୍ତ୍ତମାନ। ତେଣୁ ଇଏ ହେଉଛି, ଦେଖନ୍ତୁ କ'ଣ କରିବେ ସମସ୍ତେ ଭାବନ୍ତୁ, ଚାଷୀ ଦୁଃଖ ଭଳି ଦୁଃଖ ନାହିଁ। ପରିଶ୍ରମ କରିବ ଚାଷୀ, ମାର୍କେଟରେ ଲାଭ ଖାଇବେ ଅନ୍ୟମାନେ। ଆମେ ଆଜ୍ଞା ସକାଳ 6 ରୁ ଫେରେ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ 12 ଘଣ୍ଟା ଡ୍ୟୁଟି କଲା ପରେ ବି ଆମ ମଜୁରୀ ହିସାବ କଲେ ତ ଆମେ ଚାଷ କରିପାରିବୁ ନା, ଚାଷ ଛାଡ଼ିଦେମୁ। ମଜୁରୀ ଆମେ ହିସାବ କରୁନୁ, ଆମେ ବାହାର ମଜୁରୀ ଯେଉଁ 350 400 ଟଙ୍କା ଦେଇ କରିଛୁ, ସିଏ ମଜୁରୀ ଆମ ମଜୁରୀ ଗୋଟା ହିସାବ କଲେ ତ କୋବି ଗୋଟା ଯଦି 40 ଟଙ୍କା ବିକ୍ରି ହେବି ତଥାପି ଲସ୍। ତଥାପି ଲସ୍ ରହେ। ସେଇପାଇଁ କଥା ଅଛି, ଚାଷୀ ପରିଶ୍ରମ କେହି ଦେଇପାରିବେନି। ସେଇପାଇଁ ଆମେ ଆଜ୍ଞା ମିଲିଟାରୀ ଡ୍ୟୁଟି କରୁଛୁ, 12 ଘଣ୍ଟା କନଷ୍ଟାଣ୍ଟ। ତା ଭିତରେ
କହୁଛି ରାତିରେ ଷେଣ୍ଢ ଜଗିବା ଇଏ ଜଗିବା ଦୁନିଆ ରକମ ଅସୁବିଧା। ଗୋଟେ ତଳି ପକେଇବା ଆଜ୍ଞା 1.5 ମାସେ ଆମେ କୁହୁଡ଼ି କାକର ରାତିରେ ଜଗିମୁ, ଫେର ଦିନରେ ଜଗିମୁ, କାରଣ ଶିଆଳ କୁକୁର ଭଲ ମନ୍ଦ ତାକୁ ପଲିଥିନ୍ ଟାଙ୍ଗି ଯୋଉ ସେ ଯୋଉ କଷ୍ଟ, ସେ ଯୋଉ ତଳିର ଯୋଉ ପରିଶ୍ରମ ମଜୁରୀ ବି ଆମକୁ ମିଳିବା ମୁସ୍କିଲ ହେଇଗଲାଣି ବର୍ତ୍ତମାନ ଏ ବର୍ଷର ସମସ୍ୟା ଯୋଉ। ତେଣୁ ଏଇ ଦେଖନ୍ତୁ ଚାଷୀ ଭାଇଙ୍କର ସେଇ କାହାଣୀ। ତେଣୁ ଜୟ କିଷାନ। ବାଇଗଣ ଏଟା ପଛରୁ ଲଗା ହେଇଛି, ତେଣୁ ଫୁଲ ଫୁଟିଛି, କଷି ଧରି ଆସିଲାଣି। ଇଏ କୋବିଟା ମଧ୍ୟ ଏଟା ପଛ ଛେକ କୋବି ଲଗା ହେଇଛି। ଆଗକୁ ପିଆଜ ଖଣ୍ଡେ ମଧ୍ୟ ଲଗେଇଛନ୍ତି। ଟମାଟର ବି ଲଗା ହେଇଛି ଭିତରକୁ। ସନ୍ଧ୍ୟା ହେଇ ଆସିଲାଣି, ତେଣୁ ସାଙ୍ଗମାନେ ଯଦି ଏପର୍ଯ୍ୟନ୍ତ ଆପଣମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ ଆମ ଚ୍ୟାନେଲକୁ କାଲିର କିଛି ନୂଆ ଭିଡ଼ିଓ ଦେଖିବା ପାଇଁ। ଧନ୍ୟବାଦ। ଜୟ କିଷାନ, ଜୟ ଜଗନ୍ନାଥ।